ତେବେ ଆମେ ଶିଶୁ ସାହିତ୍ୟର ଗୋଟିଏ ଭାଗ ଆରମ୍ଭ କରିଥିଲେ। ଆଜି ଦ୍ୱିତୀୟ ଭାଗ ଆଲୋଚନା କରିବା। ଲିଖିତ ଶିଶୁ ସାହିତ୍ୟ। ଓଡ଼ିଆ ଶିଶୁ ସାହିତ୍ୟ ଲିଖିତ ଶିଶୁ ସାହିତ୍ୟରେ ପରିଣତ ହେବା ପୂର୍ବରୁ ପ୍ରଥମେ ଲୋକ ସାହିତ୍ୟ ମଧ୍ୟରେ ମିଶିକରି ରହିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ଯେତେବେଳେ ଇଂରେଜମାନଙ୍କ ଶାସନ କାଳରେ ଆଧୁନିକ ଶିକ୍ଷାର ବିସ୍ତାର ହୋଇଥିଲା, ଏହି ଶିକ୍ଷା ବ୍ୟବସ୍ଥାରେ ଶିଶୁମାନଙ୍କ ପାଇଁ ପାଠ୍ୟପୁସ୍ତକ ଛପାଗଲା। ଏହି ପାଠ୍ୟପୁସ୍ତକ ଲିଖିତ ଶିଶୁ ସାହିତ୍ୟ କ୍ରମ ବିକାଶର ଆଦ୍ୟ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ। ତୁମେ ମାନେ ଏଇଆ ବୁଝିବ, ଯେଉଁ ସାହିତ୍ୟ, ଯେଉଁ ଶିଶୁ ସାହିତ୍ୟ ଲିଖିତ ହୋଇଥାଏ ପୁସ୍ତକ ଆକାରରେ ହେଉ କିମ୍ବା କୌଣସି ଲେଖା ମାଧ୍ୟମରେ ଲିଖିତ ହୋଇକି ରହିଥାଏ, ମୁଖ୍ୟତଃ ତାହାକୁ ଆମେ ଲିଖିତ ଶିଶୁ ସାହିତ୍ୟ କୁହାଯାଏ। ନନ୍ଦକିଶୋର ବଳ ପିଲାମାନଙ୍କ ପାଇଁ ନାନାବାୟା ଗୀତ ପ୍ରକାଶ କରିଥିଲେ। ତାପରେ ଶିଶୁ କବିତା। ଓଡ଼ିଆ ଶିଶୁ କବିତା ଆଧୁନିକ କବିତା ଭଳି ବୌଦ୍ଧିକତାକୁ ଗ୍ରହଣ ନ କରି ସରଳତାକୁ ଗ୍ରହଣ କରିଛି। ଏହି କବିତା ଗୁଡ଼ିକ ଶିଶୁକୁ ମନୋରଞ୍ଜନ ମାଧ୍ୟମରେ ନୀତି ଶିକ୍ଷା ଦେବାରେ ଅଧିକ ଗ୍ରହଣୀୟ। ସଙ୍ଗୀତିକତା ସହ ପରିବେଶରେ ଦୃଶ୍ୟମାନ ହେଉଥିବା ବସ୍ତୁ, ଜୀବଜଗତ ଆଦିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏତଦ୍ ବ୍ୟତୀତ ପୌରାଣିକ ପ୍ରସଙ୍ଗ, ଐତିହାସିକ ଘଟଣାବଳୀ, ବୀର ସନ୍ତାନମାନଙ୍କ ଜୀବନୀକୁ ମଧ୍ୟ ସ୍ଥାନ ଦିଆଯାଇଛି ଶିଶୁ କବିତାରେ। ଏହା ପଢ଼ିଲେ ଶିଶୁମାନଙ୍କର ଏକ ମାନସିକ ଅବସ୍ଥା ଉନ୍ନତମାନର ହେବ ବୋଲି ଧାରଣା ରହିଛି। ପୌରାଣିକ ପ୍ରସଙ୍ଗ ଆଧାରିତ ଶିଶୁ କବିତା। ଇତିହାସ ଭିତ୍ତିକ ଶିଶୁ କବିତା। ଏହାକୁ 6 ଭାଗରେ ବିଭକ୍ତ କରାଯାଏ ଶିଶୁ କବିତାକୁ। ଗାଥାମୂଳକ ଶିଶୁ କବିତା, ସାମାଜିକ ସମସ୍ୟାମୂଳକ ଶିଶୁ କବିତା, ପ୍ରାଣୀ ଚରିତ୍ର ଭିତ୍ତିକ ଶିଶୁ କବିତା, ଆଉ ଗୋଟେ ହେଉଛି ହାସ୍ୟ ରସାତ୍ମକ ଶିଶୁ କବିତା। ପୌରାଣିକ ପ୍ରସଙ୍ଗ ଆଧାରିତ ଶିଶୁ କବିତା କ'ଣ ଆମେ ଦେଖିବା। ଶିଶୁମାନଙ୍କ ମଧ୍ୟରେ ଭକ୍ତି, ନୈତିକତା ଓ ଆଧ୍ୟାତ୍ମିକତା ସୃଷ୍ଟି କରିବା ନିମନ୍ତେ ପୌରାଣିକ ପ୍ରସଙ୍ଗ ଆଧାରିତ ଶିଶୁ କବିତା ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ପରମ୍ପରାରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ରାମାୟଣ, ମହାଭାରତ, ଭାଗବତ ଆଦି ପୁରାଣ ଗ୍ରନ୍ଥ ଗୁଡ଼ିକରୁ ଶିଶୁ ସାହିତ୍ୟିକମାନେ ଶିଶୁମାନଙ୍କ ମନକୁ ଲକ୍ଷ୍ୟ କରି ବିଷୟବସ୍ତୁ ଓ ଚରିତ୍ରମାନ ଚୟନ କରି ସାଙ୍ଗୀତିକତାର ଆଶ୍ରୟ ନେଇ ଶିଶୁକୁ କବିତା ମାନ ସୃଷ୍ଟି କରିଛନ୍ତି। ଶିଶୁମାନଙ୍କ ପାଇଁ କବିତାମାନ ସୃଷ୍ଟି କରିଛନ୍ତି, ଯାହାଫଳରେ ଶିଶୁ ମନକୁ ଆନନ୍ଦ ପାଇବା ସହିତ ସେ ପୌରାଣିକ ପ୍ରସଙ୍ଗ ଉପରେ ତଥ୍ୟ ପାଇପାରିବ ଓ ସେ ଭଗବାନଙ୍କ ଉପରେ ତାର ଦୃଢ଼ ବିଶ୍ୱାସ ଆସିପାରିବ। ତାପରେ ପୌରାଣିକ ଚରିତ୍ର ମାଧ୍ୟମରେ ଦେଶାତ୍ମକବୋଧକ ସୃଷ୍ଟି କରିବାରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କର ଅଭିମନ୍ୟୁ କବିତାଟି ବେଶ ହୃଦୟସ୍ପର୍ଶୀ। ଆମ ଯେଉଁ ଅଛନ୍ତି ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ତାଙ୍କ ଅଭିମନ୍ୟୁ କବିତାର ଗୋଟେ ଲାଇନ୍ ଏଠି ଦେଇଛି। ମିଳେ ସବୁବିରେ ନେଲେ ତା ପରାଣ, ଅଭିମନ୍ୟୁ ମହାସତେ ବାଳବୀର ରୂପେ, ରହିଲା ତା ନାଁ ଯୁଗ ଯୁଗ ଏ ଭାରତ। ନନ୍ଦକିଶୋର ସାମଲଙ୍କ କବିତା ସଂକଳନ ଗୁଣ୍ଡୁଚି ମୂଷା ପିଠିରେ ଗାର। 1964ରେ ତାଙ୍କର ଯେଉଁ ଲେଖାଟା ଗୁଣ୍ଡୁଚି ମୂଷା ପିଠିରେ ଗାର କବିତାଟି ରାମାୟଣର ସେତୁବନ୍ଧ ନିର୍ମାଣରେ ଛୋଟ ଗୁଣ୍ଡୁଚି ମୂଷାର ସେବାର ମହତ୍ତ୍ୱ ବର୍ଣ୍ଣନା ହୋଇଛି ଏ କବିତା ମାଧ୍ୟମରେ। ଛୋଟ ଓ ବଡ଼ ବୋଲି ନ ଭାବି ପ୍ରତ୍ୟେକଙ୍କ ଅବଦାନ ସ୍ମରଣୀୟ ରଖିବା ଉଚିତ। ଛୋଟ ହେଲେ ମଧ୍ୟ ତାର ଅବଦାନ ରହିଛି। ଆଲୋଚ୍ୟ କବିତାରେ ପ୍ରଭୁ ରାମଚନ୍ଦ୍ର ଗୁଣ୍ଡୁଚି ମୂଷା ଉଦ୍ଦେଶ୍ୟରେ କହିଛନ୍ତି, ଛୋଟ ବଡ଼ କଥା କେଉଁଠି ନାହିଁ, କାମ କଲେ ଛୋଟ ବଡ଼ ହୁଅଇ କହି ଆଉଁସିଲେ ପିଠିରେ ତାର, ଗୁଣ୍ଡୁଚି ମୂଷାର ପିଠିରେ ଗାର। ପଣ୍ଡିତ ଗୋଦାବରୀ ମିଶ୍ରଙ୍କର ରାମ ବନବାସ, ଦସ୍ୟୁ ଋଷି, ପ୍ରହ୍ଲାଦ, ଗୁଣ୍ଡୁଚି ମୂଷା ଆଦି ପୌରାଣିକ ପ୍ରସଙ୍ଗ ଭିତ୍ତିକ ଶିଶୁ ସାହିତ୍ୟ। ତମର ଏକ୍ଜାମରେ ସର୍ଟ କ୍ୱେଶ୍ଚନ୍ ପକାଇପାରେ। 2ଟି ପୌରାଣିକ ଶିଶୁ ସାହିତ୍ୟର ଉଦାହରଣ ଦିଅ, କିମ୍ବା 2ଟି ଶିଶୁ କବିତା ଶିଶୁ ଗଳ୍ପର ଉଦାହରଣ ଦିଅ, କିମ୍ବା ଗୋଦାବରୀ ମିଶ୍ରଙ୍କର ପୌରାଣିକ ପ୍ରସଙ୍ଗ ଭିତ୍ତିକ ଶିଶୁ ସାହିତ୍ୟର 2ଟି ଉଦାହରଣ ଦିଅ। ଗୋଦାବରୀଶ ମହାପାତ୍ର ସ୍ୱାଧୀନତା ପରବର୍ତ୍ତୀ ଜଣେ ସଫଳ ଶିଶୁ ସାହିତ୍ୟିକ ରୂପେ ପରିଚିତ। ସେ ଶିଶୁ ପତ୍ରିକା ଟୁଆଁ ଟୁଇଁ 1957ରେ ଯେଉଁଟା ତାର ସମ୍ପାଦନ କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ରଷ୍ଟାଙ୍କ ଟିକି ମହାଭାରତ ଶିଶୁ ସାହିତ୍ୟ ଗ୍ରନ୍ଥଟି ପୁରାଣ ପ୍ରସଙ୍ଗ ଭିତ୍ତିକ। ଜଗନ୍ନାଥ ମହାପାତ୍ରଙ୍କ ସଚିତ୍ର ସୀତା ଦେବୀ ଓ ସଚିତ୍ର କୃଷ୍ଣା ପୁରାଣ ଭିତ୍ତିକ ଶିଶୁ ସାହିତ୍ୟ ଅଟେ।
ଦାମୋଦର ମିଶ୍ର ଜଣେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ରୂପେ ପରିଚିତ। ତାଙ୍କର ସଚିତ୍ର ଟିକି ରାମାୟଣ, ସଚିତ୍ର ହରିଶ୍ଚନ୍ଦ୍ର, ସଚିତ୍ର ଗୋପଲୀଳା ଆଦି କବିଙ୍କ ଉଲ୍ଲେଖନୀୟ ପୁରାଣ ପ୍ରସଙ୍ଗ ଆଧାରିତ ଶିଶୁ ସାହିତ୍ୟ। ଜଣେ ସଫଳ ଶିଶୁ ସାହିତ୍ୟିକ ରୂପେ ରାମକୃଷ୍ଣ ନନ୍ଦ ସ୍ମରଣୀୟ ପ୍ରତିଭା। ଲେଖକଙ୍କ ଝୁମୁକା କବିତା ସଂକଳନ ସ୍ଥାନିତ ଶଙ୍ଖ ପୁଣି ବାଜିଲା ଦସ୍ୟୁ ରତ୍ନାକର, ଯୁଗେ ଯୁଗେ ସାକ୍ଷୀ, ଛତା ଜୋତାର ଜନ୍ମ କଥା ଏ ଚେତନା ଆଧାରିତ ଶିଶୁ କବିତା। ତୁମେ ଏଇଟା ମନେ ରଖିବ, ରାମକୃଷ୍ଣ ନନ୍ଦ ସେ ଟିକେ ଇମ୍ପୋର୍ଟାଣ୍ଟ ତାଙ୍କର ପକାଏ ଏକ୍ଜାମରେ। ଇତିହାସ ଭିତ୍ତିକ ଶିଶୁ ସାହିତ୍ୟ। ଇତିହାସର ଘଟଣାବଳୀ ଓ ଚରିତ୍ରକୁ ନେଇ ଇତିହାସ ଭିତ୍ତିକ ଶିଶୁ କବିତା ସମୃଦ୍ଧ। ଏହି କବିତା ଗୁଡ଼ିକର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କ ଜାତୀୟତା ମନ୍ତ୍ରରେ ଅଭିମନ୍ତ୍ରିତ କରିବା। ଶିଶୁ ମନରେ ଦେଶ, ଜାତି, ଜନ୍ମଭୂମି ପ୍ରତି ପ୍ରବଳ ଆଗ୍ରହ ଓ ଆକର୍ଷଣ ଭିତରେ ଅତୀତର ଗୌରବର ସନ୍ଧାନ କରିଥାଏ। ଅତୀତର ବୀର ସନ୍ତାନମାନଙ୍କର ତ୍ୟାଗ ଓ ଦେଶ ପ୍ରତି ସମର୍ପଣ ଭାବକୁ ଏହି ପର୍ଯ୍ୟାୟରେ କବିତାରେ ସ୍ଥାନ ଦିଆଯାଇଥାଏ। ଶିଶୁଟି ପ୍ରାଥମିକ ଅବସ୍ଥାରୁ ଦେଶ ଓ ଜାତିକୁ ଭଲ ପାଇବା ହେଉଛି ଏହି କବିତା ଗୁଡ଼ିକର ଅନ୍ତଃସ୍ୱର। ଏହି ପର୍ଯ୍ୟାୟର କବିତାକୁ ମଧ୍ୟ ଦେଶାତ୍ମକ ବୋଧକ ଶିଶୁ କବିତା କୁହାଯାଏ। ତାପରେ ଅନନ୍ତ ପଟ୍ଟନାୟକଙ୍କର ବାଳୁତ ବୀର ସେ ବାଜିରାଉତ, କବି ସୁଭେନ୍ଦ୍ର ମୋହନଙ୍କ ବାଜିରାଉତର ଜୟ, ନନ୍ଦକିଶୋର ସାମଲଙ୍କ ଆଜି ରାତିରେ ମୁଁ ଘାଟ ଜଗି ଯିବି ଆଦି କବିତା ଗୁଡ଼ିକରେ ବାଳକ ବାଜିରାଉତର ତ୍ୟାଗର କାହାଣୀ ଲିପିବଦ୍ଧ ଅଛି। ଯେମିତି ଆମର ନନ୍ଦକିଶୋର ସାମଲଙ୍କ କବିତାରେ କୁହାଯାଇଛି, ଛାର ମରଣକୁ ଡରି ବାଜିଆ ଜୀବନି ଥରି, ଆସିଥିଲା ଦିନେ ଚାଲିଯିବ ଦିନେ କର୍ତ୍ତବ୍ୟ କରି କରି। ରମେଶ ଚନ୍ଦ୍ର ଭଞ୍ଜଙ୍କ ଜୟରାଜଗୁରୁ କବିତାଟି ଦେଶାତ୍ମକ ବୋଧକ ଶିଶୁ କବିତା। ତାପରେ ଗାଥାମୂଳକ ଶିଶୁ କବିତା ବା ଗାଥା ଗୀତିକା। ବୀର ପୁରୁଷମାନଙ୍କ କାହାଣୀ ଭାଗକୁ ଗୀତ ଆକାରରେ ପରିପ୍ରକାଶ ବା ପ୍ରକାଶ କରିବାକୁ ଗାଥା ଗୀତିକା କୁହାଯାଏ। ଏହି ଗୀତିକା ଗୁଡ଼ିକର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କ ମଧ୍ୟରେ ଦେଶାତ୍ମକ ବୋଧକ ଭାବ ସୃଷ୍ଟି କରିବା ବା ଉଦ୍ରେକ କରିବା। ରାମକୃଷ୍ଣ ନନ୍ଦଙ୍କ ଝୁମୁକା ସଂକଳନରେ ସ୍ଥାନିତ ଧର୍ମପଦ, ସନାତନ କବିତା ଦ୍ୱୟ ଗାଥାମୂଳକ ଶିଶୁ କବିତା। ଗୋଦାବରୀଶ ମିଶ୍ରଙ୍କ ପୌରାଣିକ ଗାଥା ଗୀତିକା ଗୁଡ଼ିକ ହେଉଛି ପ୍ରହ୍ଲାଦ, ରାମଙ୍କ ବନବାସ, ଶବରପୁରରେ ରାମଚନ୍ଦ୍ର, ଗଣେଶ କାର୍ତ୍ତିକ ଇତ୍ୟାଦି। ଶିଶୁ ସାହିତ୍ୟିକ ଶୁଭେନ୍ଦୁ ମୋହନ ଲାଲ ଟୁକୁନିର କଥା ସଂକଳନରେ ସ୍ଥାନିତ ଭଲା ରାମଚଣ୍ଡୀ କବିତାଟି ଏକ ଗାଥାମୂଳକ ଶିଶୁ କବିତା ରୂପେ ପରିଚିତ। ସାମାଜିକ ସମସ୍ୟାମୂଳକ ଶିଶୁ କବିତା। ସାହିତ୍ୟ ସମାଜ ପ୍ରତିଛବିକୁ ନେଇ ସମୃଦ୍ଧ। ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ। ଯାହା ସମାଜରେ ଦେଖା ଦେଇଥାଏ ତା ସାହିତ୍ୟରେ କେଉଁଠି ନା କେଉଁଠି ଦେଖା ଦେଇଥାଏ। ସମାଜର ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଆଦି ବିଭିନ୍ନ ଚିତ୍ର ଏହି ପର୍ଯ୍ୟାୟରେ ଶିଶୁ କବିତାରେ ସ୍ଥାନ ପାଇଥାଏ। କବିତା ଗୁଡ଼ିକରେ ସ୍ଥାନ ପାଇଥିବା ସାମାଜିକ ସମସ୍ୟା ଏବଂ ସମାଧାନର ଚିତ୍ର, ଯାହାଦ୍ୱାରା କି ଶିଶୁଟି ପ୍ରାଥମିକ ଅବସ୍ଥାରୁ ସମାଜର ରୀତିନୀତି, ଚଳଣି ସମ୍ପର୍କରେ ଜାଣିବା ସହ ତା ମଧ୍ୟରେ ଭଲ ମନ୍ଦ ଚିହ୍ନିବାର ଭାବ ଉଦ୍ରେକ ହୋଇଥାଏ। ପ୍ରାଣୀ ଚରିତ୍ର ଭିତ୍ତିକ ଶିଶୁ କବିତା। ମଣିଷ ଓ ପଶୁପକ୍ଷୀ ପରସ୍ପର ପରିପୂରକ। ପରସ୍ପରକୁ ସାହାଯ୍ୟ ବିନା ଯଦି ପରସ୍ପରକୁ ସାହାଯ୍ୟ ନ କରନ୍ତି ତେବେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ ନାହିଁ। ତେଣୁ ଯୁଗେ ଯୁଗେ ସାହିତ୍ୟ ପୃଷ୍ଠାରେ ମାନବେତର ଜୀବନମାନଙ୍କର କାର୍ଯ୍ୟକଳାପ ଓ ସେମାନଙ୍କ ଜୀବନଶୈଳୀ ସହ ମନୁଷ୍ୟର ଜୀବନଶୈଳୀର ତୁଳନାତ୍ମକ ରୂପ ଦେଖିବାକୁ ମିଳିଥାଏ। ଶିଶୁମାନେ ଯେହେତୁ ପଶୁପକ୍ଷୀ ପ୍ରିୟ, ତେଣୁ ଶିଶୁ ସାହିତ୍ୟିକମାନେ ନିଜ ସୃଷ୍ଟିରେ ପଶୁପକ୍ଷୀମାନଙ୍କ କାର୍ଯ୍ୟକଳାପ ଏବଂ ସମାଜ ପାଇଁ ଏମାନଙ୍କ ଅବଦାନକୁ ଉଲ୍ଲେଖ କରିଛନ୍ତି, ଯାହାଫଳରେ ଶିଶୁଟି କିଛି ଶିଖିପାରିବ ଆଉ ଭଲ ମନ୍ଦର ବିଚାରବୋଧ ଜାଣିପାରିବ। ଲକ୍ଷ୍ମୀକାନ୍ତ ମହାପାତ୍ର ଚିଡ଼ିଆଖାନା କବିତା ସଂକଳନ ମହିଷୀ କବିତାରେ ମହିଷୀର ଚରିତ୍ର ଓ ରୂପରେଖ ସମ୍ବନ୍ଧରେ କହିଛନ୍ତି। ଉଦାହରଣ ଦେଉଛି, ଅରଣା ମହିଷୀ ରହିଛି ତରାଟି, ଆଖି କରି ମଟମଟ, ମୁଣ୍ଡରେ ତାହାର ଲମ୍ବ ଲମ୍ବ ଶିଙ୍ଗ, ଯାଆନା ତାହା ନିକଟ। এই ଯେଉଁ ଦେଇଛି ତୁମର ଉଦାହରଣ ବାଇଆ ଚଢ଼େଇ ସମ୍ପର୍କରେ ବାଇଆ ଚଢ଼େଇ କବିତାରେ ଉଲ୍ଲେଖ ଅଛି, ସେଗୁଡ଼ିକ ଟିକେ ଦେଖିଦେବ। ହାସ୍ୟ ରସାତ୍ମକ ଶିଶୁ କବିତା। ଶିଶୁ ହସିଲେ ସଂସାର ହସେ। ହାସ୍ୟ ରସାତ୍ମକ ଶିଶୁ କବିତା ଗୁଡ଼ିକ ଶିଶୁମାନଙ୍କୁ ଅଧିକ ଆନନ୍ଦ ଦେଇଥାଏ।
କବି ହାସ୍ୟରସ ମାଧ୍ୟମରେ କେତେକ ସ୍ଥଳେ ବ୍ୟଙ୍ଗ ବିଦ୍ରୂପ ମଧ୍ୟ କରିଥାନ୍ତି। ଏହି କବିତା ଗୁଡ଼ିକ ଶିଶୁମାନଙ୍କୁ ହସାଇବା ସହ ସଚେତନ ମଧ୍ୟ କରିଥାଏ। ସମାଜରେ ଦୃଶ୍ୟମାନ ହେଉଥିବା ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର ଆଦି ଶିଶୁ ସାହିତ୍ୟିକମାନେ ହାସ୍ୟରସ ମାଧ୍ୟମରେ ଶିଶୁକୁ ସଚେତନ କରାଇଥାନ୍ତି, ଯାହାଫଳରେ ଶିଶୁଟି ପରବର୍ତ୍ତୀ ସମୟରେ ସୁନାଗରିକ ହେବ। ଫକୀରମୋହନ ସେନାପତିଙ୍କ କଦର୍ଭର ସୂକ୍ଷ୍ମ ବୁଦ୍ଧି କବିତାଟି ଶିଶୁମାନଙ୍କୁ ହାସ୍ୟରସ ମାଧ୍ୟମରେ ନୀତି ଶିକ୍ଷା ଦେବାରେ ବେଶ୍ ଗ୍ରହଣୀୟ। ପଣ୍ଡିତ ନୀଳକଣ୍ଠ ଦାସଙ୍କ ଚକାଫଳ ନଖାଉ ଏକ ହାସ୍ୟରସାତ୍ମକ ଶିଶୁ କବିତା। ଆଉ ବଟକୃଷ୍ଣ ସ୍ୱାଇଁ ହାଡ଼ୁ ମହାନ୍ତି ଲେଖିଛନ୍ତି ହାସ୍ୟରସାତ୍ମକ। ତାହା ହାଡ଼ୁ ମହାନ୍ତି ଟାଉ ଟାଉ କରି କଥା କହିଥାନ୍ତି, ଖଣ୍ଡିଆ ଚଷମା ନାଇଥାନ୍ତି, କଣେଇ କଣେଇ ଚାହିଁ ଦିଅନ୍ତି, ତାଙ୍କ ସରି ଆଉ କେହି ନାହାନ୍ତି। ବଟକୃଷ୍ଣ ସ୍ୱାଇଁ ହସ ଝୁଲି। ତାପରେ ଆମେ ଦେଖିବା ଦେଶାତ୍ମବୋଧକ ଶିଶୁ କବିତା। ଦେଶ ଓ ଜାତିର ଗୌରବମୟ ଅତୀତକୁ ନେଇ ଗର୍ବ ଅନୁଭବ କରିବା ସହ ନିଜ ଜୀବନକୁ ଦେଶ ଓ ଜାତି ପାଇଁ ସମର୍ପଣ କରିବା ଲକ୍ଷ୍ୟ ଶିଶୁ ମଧ୍ୟରେ ସୃଷ୍ଟି କରିବାକୁ ନେଇ ଦେଶାତ୍ମବୋଧକ ଶିଶୁ କବିତାର ସର୍ଜନା। ଏତଦ୍ ବ୍ୟତୀତ ଏହି ଦେଶ ଓ ମାଟି ମହିମା କୀର୍ତ୍ତନ କରି ଭବିଷ୍ୟତ ନାଗରିକମାନଙ୍କୁ ଦେଶ ପ୍ରେମରେ ଉଦ୍ବୁଦ୍ଧ ହେବାକୁ ଅନେକ କବିତାରେ ଆହ୍ୱାନ ଦିଆଯାଇଥିବାର ଦେଖିବାକୁ ମିଳିଥାଏ। ଓଡ଼ିଆ ସାହିତ୍ୟର ସତ୍ୟବାଦୀ ଯୁଗର ସାଧକମାନେ ଦେଶାତ୍ମବୋଧକ କବିତା ରଚନା କରି ଚିରସ୍ମରଣୀୟ ହୋଇ ରହିଛନ୍ତି। ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶିଶୁ କବିତା ଜୟ ଭାରତରେ ଦେଶ ପ୍ରତି ଭଲ ପାଇବାର ସ୍ୱର ଅନୁରଣିତ ହୋଇଥାଏ। ତାପରେ ପ୍ରକୃତି ବର୍ଣ୍ଣନାମୂଳକ ଶିଶୁ କବିତା। ଯୁଗେ ଯୁଗେ ପ୍ରକୃତିର ନୈସର୍ଗିକ ରୂପରେଖକୁ କବି ଓ ଭାବୁକଙ୍କୁ ଆନନ୍ଦ ଦେଇ ଆସିଛି ପ୍ରକୃତି। କବିଙ୍କ ଲେଖନୀରେ ପ୍ରକୃତି ରାଣୀର ରୂପ ଲାବଣ୍ୟ ହୋଇ ଉଠିଛି ଜୀବନ୍ତ। ଶିଶୁଟିଏ ପ୍ରକୃତି କୋଳରେ ପ୍ରଥମେ ବଢ଼ିଥାଏ, ନିଜ ପିତାମାତାଙ୍କ ଦ୍ୱାରା ପ୍ରକୃତିକୁ ଚିହ୍ନିଥାଏ। ତେଣୁ ପ୍ରକୃତି ସହ ଶିଶୁର ସମ୍ପର୍କ ଅତି ନିବିଡ଼। ଏ ଦୃଷ୍ଟିରୁ ଶିଶୁ ସାହିତ୍ୟିକମାନେ ନିଜର କବିତାରେ ପ୍ରକୃତିର ରୂପରେଖକୁ ସ୍ଥାନ ଦେଇ ଶିଶୁମାନଙ୍କର ଅତି ଆପଣାର ହୋଇପାରିଛନ୍ତି। ଏହି କବିତା ଗୁଡ଼ିକ ପ୍ରକୃତିର କାର୍ଯ୍ୟକଳାପ ସମ୍ବନ୍ଧରେ ଶିଶୁକୁ ଧାରଣା ଦେଇଥାଏ। ଏହି ଶିଶୁ କବିତା ଗୁଡ଼ିକରେ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା, ଇନ୍ଦ୍ରଧନୁ, ବିଭିନ୍ନ ଋତୁ, ସମୁଦ୍ର, ନଦୀ, ବୃକ୍ଷ, ଫୁଲ, ଫଳ, ପ୍ରଭାତ, ଅପରାହ୍ନ, ସନ୍ଧ୍ୟା ଆଦି ପ୍ରକୃତିର ଜୀବନ୍ତ ବର୍ଣ୍ଣନା ଦେଖିବାକୁ ମିଳେ। ପଲ୍ଲୀକବି ନନ୍ଦକିଶୋର ବଳଙ୍କ ନାନାବାୟା ଗୀତ ସଂକଳନର ଦ୍ୱିତୀୟ ଭାଗ ଅନ୍ତର୍ଭୁକ୍ତ ଆକାଶ କବିତାରେ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ରମାନଙ୍କର ସ୍ଥିତି ଏବଂ ଋତୁଚକ୍ରରେ ଆକାଶ ଅବସ୍ଥାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। କବିଙ୍କ ଭାଷାରେ ଆକାଶ କେମନ୍ତ ସୁନ୍ଦର, ଅସଂଖ୍ୟ ଗ୍ରହଙ୍କର ଘର, ସୂର୍ଯ୍ୟ ଚନ୍ଦ୍ରମା ଧାରା ତାରା। ତାପରେ ଶିଶୁ ଗଳ୍ପ ଆମେ ଦେଖିବା। ଗଳ୍ପର ଜନ୍ମଜାତକ ସମ୍ପର୍କରେ ବିଚାର କଲେ ଶିଶୁ ଗଳ୍ପ ହିଁ ହେଉଛି ପ୍ରାଥମିକ ସୃଷ୍ଟି। କାରଣ ଶିଶୁଟି ନିଜର ଆତ୍ମୀୟ ସ୍ୱଜନଙ୍କ ଠାରୁ, ବିଶେଷ କରି ଜେଜେବାପା, ମାଆଙ୍କ ନିକଟରୁ ସନ୍ଧ୍ୟା ସମୟରେ ଗପ ଶୁଣି ଆନନ୍ଦ ପାଇଥାଏ। ଏହି ଗପ ମାଧ୍ୟମରେ ଶିଶୁଟି ନିଜ ଚତୁଃପାର୍ଶ୍ୱରେ ଥିବା ପରିବେଶ ସହିତ ପରିଚିତ ହେବା ସହ ନୀତି ଓ ଆଦର୍ଶର ବହୁ ତଥ୍ୟ ଗ୍ରହଣ କରିଥାଏ। ଶିଶୁର ବ୍ୟକ୍ତିତ୍ୱର ବିକାଶ ଦିଗରେ ଗଳ୍ପ ଗୁଡ଼ିକ ଖୁବ୍ ସହାୟକ ହୋଇଥାଏ ବୋଲି ଶିଶୁ ସାହିତ୍ୟର ସମୀକ୍ଷକମାନେ ମତ ପ୍ରକାଶ କରନ୍ତି। ଶିଶୁ ମନରେ ବିଭିନ୍ନ ବିଷୟ ପ୍ରତି ବିଭିନ୍ନ ଧାରଣା ଯେତେବେଳେ ପ୍ରତିଷ୍ଠିତ ରୂପ ନେଇଥାଏ, ପୃଥିବୀ ସମ୍ପର୍କରେ ତାର ବିଭିନ୍ନ କୌତୂହଳ ପ୍ରକାଶ ପାଉଥାଏ। ଶିଶୁ ଗଳ୍ପ ବିଭାଗୀକରଣ। ଶିଶୁ ଗଳ୍ପ ପୌରାଣିକ ଶିଶୁ ଗଳ୍ପ, ଐତିହାସିକ ଶିଶୁ ଗଳ୍ପ, କିମ୍ବଦନ୍ତୀମୂଳକ ଶିଶୁ ଗଳ୍ପ, ସାମାଜିକ ଶିଶୁ ଗଳ୍ପ, ନୀତିଶିକ୍ଷାମୂଳକ ଶିଶୁ ଗଳ୍ପ ହୋଇପାରେ, ହାସ୍ୟରସାତ୍ମକ, ଦେଶାତ୍ମବୋଧକ, ମାନବେତର, ପରିକାହାଣୀମୂଳକ, ବିଜ୍ଞାନ ଭିତ୍ତିକ, ଅନୁବାଦ, ପଶୁପକ୍ଷୀ ସମ୍ବନ୍ଧୀୟ। ଏଗୁଡ଼ିକ ମୁଁ ତୁମକୁ ଆଲୋଚନା କଲି ଏବେ ପୌରାଣିକ ଶିଶୁ ଗଳ୍ପ କ'ଣ। ତୁମେ ଏଗୁଡ଼ିକ ଭିଡ଼ିଓ ଯଦି ପଢ଼ିବା ପାଇଁ ଚାହିଁବ ଭିଡ଼ିଓ ପଜ୍ ମାରିକି ପଢ଼ିପାରିବ। ଐତିହାସିକ ଶିଶୁ ଗଳ୍ପ ଏବେ ଜଷ୍ଟ କହିଲି। କିମ୍ବଦନ୍ତୀମୂଳକ ଶିଶୁ ଗଳ୍ପ। କିମ୍ବଦନ୍ତୀ ଗୁଡ଼ିକରେ ଐତିହାସିକ ସତ୍ୟତା ଯେତିକି ନଥାଏ, ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଏହାର ସତ୍ୟତାକୁ ନେଇ ଦାବି ଅଧିକ ରହିଥାଏ। ଏପରି ଭାବରେ ସାମାଜିକ ଶିଶୁ ଗଳ୍ପ। ଲିଟରେଚର ଇଜ୍ ଦ ମିରର ଅଫ୍ ସୋସାଇଟି। ସାହିତ୍ୟ ହେଉଛି ସମାଜର ଦର୍ପଣ। ମୁଁ ଯେଉଁ କଥା କହିଲି ଟିକେ ଆଗରୁ, ତୁମେ ଖାଲି ଏଇଟା ଟିକେ ମନେ ରଖିବ। କୁଳମଣି ସାମଲଙ୍କ ଆଖି ଓ ଆଲୁଅର ଖେଳ, ସ୍ନେହଲତା ମହାନ୍ତିଙ୍କ ଦୁଇଟି ରତ୍ନ, ଦୁର୍ଗାଚରଣ ପଟ୍ଟନାୟକଙ୍କ ସେଇ କଲମଟି ପାଇଁ। ସାମାଜିକ ଶିଶୁ ଗଳ୍ପ।
एमती एग्जाम रे क्वेश्चन पकाए दुईटी सामाजिक शिशु गल्पर उदाहरण दियो सेथिପାଇଁ कहली नीति शिक्षामूलक या शिशु मान को नीति शिक्षा दे थाए से गल्प ए विषय डिटेल ये पढ़ी पार हास्य रसात्मक शिशु गल्प मजा गल्प आम आलोचना कले देशात्मक शिशु गल्प मानवेतर शिशु गल्प परिकाहानी भित्तिक शिशु गल्प फायरी टेल जोटा कहे इंग्राजी रे विज्ञान भित्तिक शिशु गल्प सांप्रतिक जुग होउछि विज्ञानर जुग विज्ञानर जययात्रा सह पाद मिलाई गति करुछि आजिर मनीष विज्ञान प्रतिटी अवदान को आशीर्वाद स्वरूप मनीष निजर व्यावहारिक जीवन ग्रहण करछि तेणु शिशुटी जन्मरु विज्ञान सह ओतप्रोत भाव में जड़ित कौन गला शिशु उपन्यास हाँ प्रभात पत्रिका संपर्क टिके मन रख प्रभात पत्रिकाटी शिशु साहित्य ओडिया शिशु साहित्यर प्रथम शिशु पत्रिका पंचामृत पत्रिकाटी 1920 मसीह श्री चिंतामणि आचार्य श्री अगणी दास संपादन प्रकाश लाभ करथिला जन्मभूमि पत्रिकाटी 1932 मसीह बालकृष्ण कर संपादन सारस्वत प्रेस रु प्रकाश लाभ करथिला एक मासिक पत्रिका एटा मन रखियो पत्रिकाटी प्रथमे त्रैमासिक एवं पर मासिक भाव में प्रकाश लाभ कला पंचामृत पत्रिकाटी मो देश शिशु पत्रिकाटी जातीय कवि वीर किशोर संपादन 1946 मसीह आत्मप्रकाश करथिला स्वाधीनता परवर्ती पत्रिका वीर किशोर दास संपादन मो देश बालकृष्ण कर संपादन मधुकोश यार मसीहाटा मन रखियो जमी मो देश 1947 मनोपवन 1963 टुआटुई 1957 1980 परवर्ती शिशु पत्रिका नंदनकानन शिशु पत्रिकार संपादन सारला पात्री प्रकाशित स्थान होची जो प्रकाशित होता प्रकाशित स्थान होची भुवनेश्वर झुमुका मानस रंजन सामल संपादन चौद्वार ओडिया शिशु साहित्यर विकास धारा शिशु साहित्यर विकास द्वारा आलोचना प्रसंग को उपस्थापन करने जाए मुख्यतः दुईटी पर्यायर उल्लेख कराए स्वाधीनता पूर्ववर्ती ओडिया शिशु साहित्यर विकास द्वारा स्वाधीनता पूर्ववर्ती शिशु साहित्यर विकास द्वारा ओडिया शिशु साहित्यर विकास द्वारा प्रथम लोक साहित्य व मौखिक साहित्यर अवदान गुरुत्वपूर्ण लिखित शिशु साहित्य सृष्टि होगा पूर्व शिशु मान मनोरंजन माध्यम नीति शिक्षा देवा क्षेत्र में मौलिक साहित्य जे प्रमुख भूमिका ग्रहण करते कहले अत्युक्ति हे ना मौलिक शिशु साहित्य यथा नानाबाह्य गीत शिशु गीत खेल गीत उत्साह पर्वपर्वाणी गीत ना दिए गीत प्रवचन और शिशुगल्प आदि विभिन्न उपविभाग में विभाजित हो शिशु मान उद्दिष्ट थिला मुख्यतः माँ जेजेबापा जेजेमा आदि गुरुजन माने मुख्यतः आमको से गोप कही था ओडिया शिशु साहित्यर पृष्ठभूमि आधुनिक शिक्षा पाठ्यपुस्तक आधुनिक शिक्षा कहले इंग्रेज मैंने ओडिशा अधिकार पर जो नूतन शिक्षा व्यवस्था प्रचलित घटला ताहाको बुझाए 1803 मसीह इंग्रेज मैंने ओडिशा अधिकार करते इंग्रेज मैंने ओडिशा अधिकार करिवार अर्ध शताब्दी पर्यंत ओडिशार आंत विप्लव प्राकृतिक तथा प्रतिकूल परिस्थिति जोगु ओडिशार इंग्रेजी शिक्षा विस्तार संभव हो पारि नथिला प्राथमिक पर्यायर पाद्री माने ओडिशार ख्रीष्ट धर्म प्रचार करने उद्देश्य बाइबेल ओडिया अनुवाद कराइथिले परवर्ती पर्यायर अर्थात 1813 मसीह इंग्रेज सरकार शिक्षा प्रदान करने को एक शासनगत कर्तव्य बोली मन करते तेणु 1822 मसीह ठारू 1823 मसीह डिसेम्बर मास मध्य 13 गोटी मिशनरी स्कूल प्रतिष्ठा होता जनरल कमिटी ऑफ पब्लिक इंस्ट्रक्शन नाम एक सरकारी संस्था शिक्षार मान को विकासमुखी करने क्षेत्र में 1823 मसीह जुलाई 31 तारिख में प्रतिष्ठा होता है 1835 मसीह लॉर्ड मैकेल शिक्षानीति अनुसार स्कूल खोल जाता है भाव में शिक्षानीति संपर्क तुम तथ्य पाइपर रेनेसार प्रभाव बा नवजागरण प्रभाव शिशु साहित्यर विकास नवजागरण भूमिका अत्यंत गुरुत्वपूर्ण नवजागरण शब्दर सामर्थक फ्रेंच शब्द होउची रेनेसा जार अर्थ रिबार्थ एगुड़िक मन रखियो यह इटालीय रिनास सीमेंटो शब्दरू गृहीत जार अर्थ होउची टू बी वन यह होउची एक सांस्कृतिक आंदोलन
ନବଜାଗରଣ ଫଳରେ କାଗଜର ଉଦ୍ଭାବନ ମୁଦ୍ରଣ ଯନ୍ତ୍ରର ପ୍ରଚଳନ ସମ୍ଭବପର ହେଲା, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ପୁସ୍ତକ ପ୍ରକାଶନରେ ସାହାଯ୍ୟ କରିଥିଲା। ବହୁ ପତ୍ରପତ୍ରିକାର ପ୍ରଚଳନ, ବିଭିନ୍ନ ସଭା ସମିତିର ଗଠନ ଆଦି ଏହି ଜାଗରଣ ଦ୍ୱାରା ହିଁ ସମ୍ଭବ ହୋଇଥିଲା। ସେହିପରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଦର୍ଶନ, ଧର୍ମ, ଆଧ୍ୟାତ୍ମିକ କ୍ଷେତ୍ରରେ ନୂଆ ନୂଆ ଚିନ୍ତନ ଦେଖା ଦେଇଥିଲା। ଫଳରେ ସାହିତ୍ୟରେ ବିଭିନ୍ନ ନୂଆ ନୂଆ ବିଭାଗ ଦୃଷ୍ଟିଗୋଚର ହୋଇଥିଲା। ଏହି ବିଭାଗ ମଧ୍ୟରୁ ଶିଶୁମାନଙ୍କ ମାନସିକ ବିକାଶର ଅଭିବୃଦ୍ଧି ପାଇଁ ଜନ୍ମ ଲାଭ କରିଥିଲା ଶିଶୁ ସାହିତ୍ୟ। ମୁଦ୍ରଣ ଯନ୍ତ୍ର ଓ ପତ୍ରପତ୍ରିକା। ମୁଦ୍ରଣ ଯନ୍ତ୍ର ପତ୍ରପତ୍ରିକା ପ୍ରତିଷ୍ଠା ଫଳରେ ଶିଶୁ ସାହିତ୍ୟର ବିକାଶ ଦ୍ୱାରା ଅବ୍ୟାହତ ରହିଥିଲା। ମିଶନାରୀମାନେ କଟକରେ 1837 ମସିହାରେ ଏକ ପ୍ରେସ୍ ପ୍ରତିଷ୍ଠା କଲେ, ଯାହାର ନାଁ ଦେଲେ କଟକ ମିଶନ ପ୍ରେସ୍। ଏକ୍ଜାମରେ କ୍ୱେଶ୍ଚନ୍ ପକାଏ, କଟକ ମିଶନ ପ୍ରେସ୍ କେବେ ପ୍ରତିଷ୍ଠା ହୋଇଥିଲା, କାହା ଦ୍ୱାରା? 1866 ମସିହାରେ ଦ୍ୱିତୀୟ ମୁଦ୍ରଣ ଯନ୍ତ୍ର ରେଭେନ୍ସା ସାହେବଙ୍କ ପ୍ରେରଣାରେ କଟକ ପ୍ରିଣ୍ଟିଂ ପ୍ରେସ୍ ପ୍ରତିଷ୍ଠିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ 1868 ମସିହାରେ ଫକୀରମୋହନ ସେନାପତିଙ୍କ ଉଦ୍ୟମରେ ଉତ୍କଳ ପ୍ରିଣ୍ଟିଂ କମ୍ପାନୀ ଏବଂ ପି.ଏମ୍. ସେନାପତି ଏଣ୍ଡ କମ୍ପାନୀ ପ୍ରତିଷ୍ଠିତ ହୋଇଥିଲା। 1873 ମସିହାରେ ବୈକୁଣ୍ଠନାଥ ଦେଓଙ୍କ ତତ୍ତ୍ୱାବଧାନରେ ଦେ ପ୍ରେସ୍ ପ୍ରତିଷ୍ଠା ହୋଇଥିଲା। ଏଗୁଡ଼ିକ ମନେ ରଖିବ। ଉତ୍କଳ ଦୀପିକା, ଉତ୍କଳ ହିତୈଷିଣୀ, ସେ ସମ୍ପର୍କରେ ଭିକ୍ଟୋରିଆ ପ୍ରେସ୍ କେବେ ପ୍ରତିଷ୍ଠା ହୋଇଥିଲା। ଓଡ଼ିଆ ଶିଶୁ ସାହିତ୍ୟର ପ୍ରଥମ ପତ୍ରିକା ହେଉଛି ପ୍ରଭାତ। 1909 ମସିହାରେ ରେବା ରାୟଙ୍କ ସମ୍ପାଦନାରେ ପ୍ରକାଶ ଲାଭ କରିଥିଲା। ଏହି ପତ୍ରିକାଟି ପ୍ରଥମେ ଓଡ଼ିଶା ପାଟ୍ରିଅଟ୍ ପ୍ରେସ୍ରେ ଏବଂ ପରେ କଟକ ପ୍ରିଣ୍ଟିଂ କୋ ପ୍ରେସ୍ରୁ ମୁଦ୍ରିତ ହୋଇଥିଲା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ପଞ୍ଚାମୃତ 1920 ମସିହାରେ ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ ଅଗ୍ରଣୀ ଦାସଙ୍କ ସମ୍ପାଦନାରେ ଉତ୍କଳ ସାହିତ୍ୟ ପ୍ରେସ୍ରୁ ପ୍ରକାଶିତ ହୋଇଥିଲା। ପଞ୍ଚାମୃତ କେତେ ମସିହାରେ କାହା ଦ୍ୱାରା କେଉଁ ପ୍ରେସ୍ରୁ ପ୍ରକାଶିତ ପାଇଥିଲା? ଜହ୍ନମାମୁ ବି ସେମିତି 1932 ମସିହାରେ ଶ୍ରୀ ବାଳକୃଷ୍ଣ କରଙ୍କ ସମ୍ପାଦନାରେ କଟକସ୍ଥ ସାରସ୍ୱତ ପ୍ରେସ୍ରୁ ଛପାଯାଇଥିଲା। ମୋ ଦେଶ ଶିଶୁ ପତ୍ରିକାଟି 1946 ମସିହାରେ ଜାତୀୟ କବି ବୀରକିଶୋର ଦାସଙ୍କ ସମ୍ପାଦନାରେ ପ୍ରକାଶ ଲାଭ କରିଥିଲା। ମଧୁସୂଦନ ରାଓ। ଓଡ଼ିଆ ସାହିତ୍ୟରେ ଭକ୍ତ କବି ରୂପେ ପରିଚିତ ମଧୁସୂଦନ ରାଓ ଓଡ଼ିଆ ଶିଶୁ ସାହିତ୍ୟର ଆଦ୍ୟ ସ୍ରଷ୍ଟା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରାଓଙ୍କ ପୂର୍ବରୁ ଯେଉଁ ଶିଶୁ ସାହିତ୍ୟ ଗୁଡ଼ିକ ରଚନା ହୋଇଥିଲା ତାହା ପ୍ରାୟତଃ ଅନୁବାଦ ଓ ଅନୁସରଣ ଯୁକ୍ତ ପୁସ୍ତକ ଥିଲା। କବି ମଧୁସୂଦନ ରାଓ ପାଠ୍ୟପୁସ୍ତକ ମଧ୍ୟରେ ଶିଶୁ ରଚନାର ସ୍ୱତନ୍ତ୍ର ସ୍ପର୍ଶ ଦେଲେ। ତାହା ଓଡ଼ିଆ ଶିଶୁ ସାହିତ୍ୟ ରାଜ୍ୟରେ ଏକ ଐତିହାସିକ ସ୍ମରଣୀୟ କଥା। ତାଙ୍କର ସମଗ୍ର ପାଠ୍ୟପୁସ୍ତକ ନହେଲେ ମଧ୍ୟ କେତେକ ପାଠ୍ୟପୁସ୍ତକରେ ସେ ଶିଶୁ ରଚନାର ଏକ ନୂତନ ପରମ୍ପରା ସୃଷ୍ଟି କଲେ। ଭକ୍ତ କବି ମଧୁସୂଦନ ରାଓ 1853 ମସିହା ଜାନୁଆରୀ 29 ତାରିଖରେ ଶ୍ରୀ ପଞ୍ଚମୀ ତିଥିରେ ପୁରୀର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଭାଗୀରଥୀ ରାଓ, ମାତାଙ୍କ ନାମ ଥିଲା ଅମ୍ବିକା ଦେବୀ। ମଧୁସୂଦନ ରାଓଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ପୁରୀଠାରେ ରାଧାନାଥ ରାୟଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ଏବଂ ସାରସ୍ୱତ ଦିଗ୍ଦର୍ଶନ ଲାଭ କରିବା। ମଧୁସୂଦନ ରାଓଙ୍କ ପୂର୍ବରୁ ଯଦିଓ କିଛିଟା ଶିଶୁ ସାହିତ୍ୟ ଥିଲା, ସେଗୁଡ଼ିକ ପ୍ରାୟତଃ ମିଶନାରୀ ଅନୁଦିତ ବିକୃତ ପାଠ୍ୟପୁସ୍ତକ ଏବଂ ବଙ୍ଗଳା ଭାଷା ଓ ଭାବ ଅନୁସାରେ ଏଗୁଡ଼ିକ ଓଡ଼ିଶାର ପାଠ ଉପଯୋଗୀ ହୋଇପାରିନଥିଲା। ଆଧୁନିକ ଶିକ୍ଷାର ପ୍ରସାର ଫଳରେ ଶିଶୁମାନଙ୍କ ପାଇଁ ପାଠ୍ୟପୁସ୍ତକ ଆବଶ୍ୟକତା ଦୃଷ୍ଟିରୁ ଶିଶୁ ପାଠ୍ୟପୁସ୍ତକ ସୃଷ୍ଟି ହେଲା। ଏହି ଶିଶୁ ପାଠ୍ୟପୁସ୍ତକ ଗୁଡ଼ିକ ଲିଖିତ ଶିଶୁ ସାହିତ୍ୟର ପ୍ରାଥମିକ ସୃଷ୍ଟି। ଭକ୍ତ କବି ମଧୁସୂଦନ ରାଓ ଶିଶୁ ପାଠ୍ୟ ପୁସ୍ତକ ସୃଷ୍ଟି ପାଇଁ ପ୍ରଥମେ ଲେଖନୀ ଚାଳନା କରିଥିଲେ। ଶିଶୁ ପାଠ୍ୟପୁସ୍ତକ ବର୍ଣ୍ଣବୋଧ, ଶିଶୁବୋଧ, ବାଳବୋଧ, ସାହିତ୍ୟ କୁସୁମ। ବର୍ଣ୍ଣବୋଧ 1895ରେ। ଏଇଟା ମନେ ରଖିବ ମଧୁସୂଦନ ରାଓଙ୍କର। ଜହ୍ନମାମୁ କବିତା ସଂକଳନ। ସ୍ୱାଧୀନତା ପୂର୍ବବର୍ତ୍ତୀ ଶିଶୁ ସାହିତ୍ୟ ବିକାଶରେ ଜହ୍ନମାମୁ କବିତା ସଂକଳନ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାର ସଂକଳକ ଥିଲେ ବାମଣ୍ଡାର ରାଜା ଶ୍ରୀ ସୁଢଳ ଦେବ। ପୁସ୍ତକଟି ବେଶ ଲୋକପ୍ରିୟତା ଅର୍ଜନ କରିପାରିଛି। ଏହି କବିତା ସଂକଳନଟି 12ଟି କବିତା 12 ଜଣ କବି ପଣ୍ଡିତଙ୍କ ଦ୍ୱାରା ଲିଖିତ ହୋଇଛି। ଏଥିରେ 12 ଜଣ କବି ହେଉଛନ୍ତି ରାଜା ସୁଢଳ ଦେବ, ଟିକାୟତ ବାବୁ, ସଚିଦାନନ୍ଦ ତ୍ରିଭୁବନ ଦେବ, ପଟ୍ଟାୟତ ବାବୁ, ଜଳନ୍ଧର ଦେବ, ପଣ୍ଡିତ ମଧୁସୂଦନ ମିଶ୍ର, କାଶୀନାଥ ରାଜଗୁରୁ, ବିଶ୍ୱନାଥ ମହାପାତ୍ର, ବିଦ୍ୟାଳଙ୍କାର, ଭାଗୀରଥୀ ରଥ, ବ୍ରଜବନ୍ଧୁ ମିଶ୍ର, କାଳୀଚରଣ ବିଦ୍ୟାଭୂଷଣ, ସୋମନାଥ ଜ୍ୟୋତିଷ ଅଳଙ୍କାର ଏବଂ ଦୁର୍ଯ୍ୟୋଧନ ନାୟକ।
1903 ଜନମାମୁ କବିତା ସଂକଳନ ଗୋପାଳ ଚନ୍ଦ୍ର ପ୍ରହରାଜ। ଲୋକ ସାହିତ୍ୟରୁ ଲୋକ କାହାଣୀ ବିଭାଗଟିକୁ ସାଧାରଣ ପାଠକମାନଙ୍କର ଦୃଷ୍ଟି ଆକର୍ଷିତ କରିବାରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମ ଚିରସ୍ମରଣୀୟ। ଶିଶୁମାନଙ୍କର ଉଦ୍ଦେଶ୍ୟରେ ଯେଉଁ ସମସ୍ତ କାହାଣୀ ଗାଁ ଗାଁ ବୁଲି ସଂଗ୍ରହ କରିଥିଲେ ତାହା ଶିଶୁ ସାହିତ୍ୟର କଳେବରକୁ ସମୃଦ୍ଧ କରିଛି, ଏଥିରେ ଦ୍ୱିମତ ନାହିଁ। ଓଡ଼ିଶାର ପୁରପଲ୍ଲୀରେ ଆଚାର ବ୍ୟବହାର, ଲୋକବିଶ୍ୱାସ, ଚଳଣି, ଚାହାଣୀ, ବାଣୀ ସମସ୍ତ କ୍ରମ ଓଡ଼ିଆ ସାହିତ୍ୟର ଅଭିନବ ରୂପ ଗ୍ରହଣ କଲା। ତତ୍କାଳୀନ ସାହିତ୍ୟ ରାଜ୍ୟରେ ଏହିପରି ଯେଉଁ ସ୍ୱଦେଶୀୟ ସଂସ୍କୃତି ଚେତନା ସଙ୍ଗେ ସଙ୍ଗେ ଗ୍ରାମ୍ୟ ଜୀବନ ପ୍ରତି ଆକର୍ଷଣ ଏବଂ ତାହା ସାଙ୍ଗକୁ ସାଧାରଣ ବ୍ୟକ୍ତିଙ୍କର ବୋଧଗମ୍ୟ ସରଳ ଭାଷାର ରଚନା କରିବାର ପ୍ରୟାସ ପରିଦୃଷ୍ଟ ହୋଇଥିଲା, ତାହା ହିଁ ଓଡ଼ିଆ ଶିଶୁ ସାହିତ୍ୟର ପ୍ରତିଷ୍ଠା ଏବଂ ପ୍ରସାର ଦିଗରେ ଅପୂର୍ବ ସୁଯୋଗ ପ୍ରଦାନ କରିଥିଲା। ଗୋପାଳ ଚନ୍ଦ୍ର ପ୍ରହରାଜ ସଂଗ୍ରହ କରିଥିବା ଲୋକ କାହାଣୀ ମଧ୍ୟ ଶିଶୁ ଉପଯୋଗୀ କାହାଣୀମାନଙ୍କ ସ୍ଥାନ ଦେଇଥିବାର ଲକ୍ଷ୍ୟ କରାଯାଏ। ସେଗୁଡ଼ିକ ହେଉଛି ଉତ୍କଳ କାହାଣୀ, ସୁକୁମାର ଶିକ୍ଷା, ଧୋରେ ବାୟା ଧୋ 1914 ମସିହାରେ ଗୋପାଳ ଚନ୍ଦ୍ର ପ୍ରହରାଜ ନିଜ ସ୍ୱରଚିତ ଶିଶୁ ସାହିତ୍ୟ। ଧୋରେ ବାୟା ଧୋ ପୁସ୍ତକଟିକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ରହିଛି ଧୋରେ ବାୟା ଧୋ, ଝୁଲ ରାତେ ଝୁଲ, ଜହ୍ନମାମୁଁ, ଝଲକ ଲଡ଼ୁ, ନୂଆ ବୋହୂଟି, ଘୁମରେ ପାରା ଏବଂ ଦ୍ୱିତୀୟ ପର୍ଯ୍ୟାୟ ରହିଛି ଦୁଃଖୀ ନା ସୁଖୀ। ଏକ୍ଜାମ୍ରେ କ୍ୱେଶ୍ଚନ୍ ପକାଏ ଦୁଇଟି ଶିଶୁ ଗୀତର ଉଦାହରଣ ଦିଅ। ଆ ଜହ୍ନମାମୁଁ ସରକ ଶଶୀ, ମୋ କାନ ହାତରେ ପଡ଼ରେ ଖସି, ଏମିତି ଆଉ ଗୋଟେ ଯାହା ବି ତମେ ଗୋଟେ ଦେଇଦେବ। ଆ ଜହ୍ନମାମୁଁ ଆସ ମୋ ଘର, ଖାଇବାକୁ ଦେବି ଲବଣୀ ସର, ପିଇବାକୁ କାଳି ଗାଈର କ୍ଷୀର, ଶୋଇବାକୁ ଦେବି ସେଜ ସୁନ୍ଦର। ହାତେ ଝୁଲୁଥାଏ ରାଜ ବଗିଚାରେ, କିଆ କନ୍ଦା ଖାଇବାକୁ, କହ୍ନେଇ ଝୁଲଇ ମୋହରି କୋଳରେ, ଦୁଧ କଳେ ପିଇବାକୁ। ଶିଶୁ ଗୀତ ବାଇ ଚଢ଼େଇରେ ବାଇ ଚଢ଼େଇ ତମା ଯାଇଛି ଗାଈ ଚରେଇ, ସେଗୁଡ଼ିକ ଆମେ ଶିଶୁ ଗୀତ କହିପାରିବା। ଗୋଦାବରୀଶ ମିଶ୍ର ସତ୍ୟବାଦୀ ଯୁଗର ଜଣେ ବରେଣ୍ୟ ସ୍ରଷ୍ଟା ହେଉଛନ୍ତି ଗୋଦାବରୀଶ ମିଶ୍ର। ସ୍ରଷ୍ଟାଙ୍କ ପ୍ରତିଟି ସୃଷ୍ଟି ଜାତୀୟତାବାଦର ସ୍ୱର ବହନ କରି ସମୃଦ୍ଧ। ଏହି ମହାନ ପ୍ରତିଭାଙ୍କର ଜୀବନ ଥିଲା ତ୍ୟାଗ, ଆଦର୍ଶବାଦ, ରାଷ୍ଟ୍ରବାଦ ଏବଂ ସର୍ବୋପରି ଜାତୀୟତାବାଦର ଆଲେଖ୍ୟ। ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ଛାତ୍ରମାନଙ୍କ ନିକଟରେ ଜଣେ ଆଦର୍ଶ ଶିକ୍ଷକ ରୂପେ ପରିଚିତ ଥିଲେ। ଶିଶୁ କବିତା ତାଙ୍କର ହେଉଛି ବିରାଡ଼ି, ହାତୀ ଓ ମାଛି, ପୋଖରୀ ଓ କଇଁଫୁଲ ଇତ୍ୟାଦି। ରାମକୃଷ୍ଣ ନନ୍ଦ ତାଙ୍କ ସମ୍ପର୍କରେ ପଢ଼ିବ। ଆମେ ଆଲୋଚନା କରିଥିଲେ ପୂର୍ବରୁ। ଝୁମୁକା ତାଙ୍କ ସଂକଳନଟି କବିତା ସଂକଳନ 1975 ମସିହାରେ ପ୍ରକାଶିତ ହୋଇଥିଲା। ବାଳକୃଷ୍ଣଙ୍କର ଶିଶୁ ରାମାୟଣ, ଫୁଲ ଚାଙ୍ଗୁଡ଼ି ତାଙ୍କ ସୃଷ୍ଟି ମାନସ। ଏଇଗୁଡ଼ିକ ଟିକେ ଦେଖିବ ଯେଉଁ ଆମର ଦେଇଛି ଅନୁବାଦ ଶିଶୁ ସାହିତ୍ୟ। ଆବୁ ହୋସେନ 1980ରେ, ଇଦ୍ ପର୍ବ 1982ରେ। ଅନୁବାଦ ଶିଶୁ ସାହିତ୍ୟ। ବିଦେଶୀ କାହାଣୀମାଳା ଗୌତମ ବୁଦ୍ଧ। ଜୀବନୀ ସାହିତ୍ୟ ପିଲାଙ୍କ ଜୀବନୀ, ପିଲାଙ୍କ ବୁଦ୍ଧଦେବ, ମହାପୁରୁଷ, ବାପୁଜୀଙ୍କ ଅମର କାହାଣୀ। ତାପରେ ଜ୍ଞାନ ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ, ବଣ ଜଙ୍ଗଲ ଜୀବଜନ୍ତୁ, ଆମ ଗ୍ରହ ଉପଗ୍ରହ ଇତ୍ୟାଦି। ଶିଶୁ କବିତା ଚକାଚକା ଭଉଣୀ, ଜହ୍ନମାମୁଁ। ଶିଶୁ ଗଳ୍ପ କାହାଣୀ, ସପନ ରାଇଜ, କୁତୁ କୁତୁ, ମରୁ ମରୁ ବଞ୍ଚିଲୁ, ଆଦିବାସୀଙ୍କ କଥା। ଶିଶୁ ଉପନ୍ୟାସ ବିଲୁଆ ନନାର ବାହାଘର, ମାଙ୍କଡ଼ଙ୍କ ଦେଶ ଭ୍ରମଣ, ମିନିର ମନ କଥା। ତାପରେ ଶିଶୁ ପତ୍ରିକା ପ୍ରକାଶିତ ସମୟ, ସମ୍ପାଦନା। ମୁଁ ଇମ୍ପୋର୍ଟାଣ୍ଟ ଯେଉଁଗୁଡ଼ିକ ଲାଗୁଛି ମୁଁ କହୁଛି, ତୁମେ ସବୁଗୁଡ଼ା ପଢ଼ିଲେ ଭଲ ହେବ, ନହେଲେ ସେପାରେଟ୍ କରିଦେବ ତୁମକୁ କେଉଁଟା ଇମ୍ପୋର୍ଟାଣ୍ଟ ଲାଗୁଛି। ସଂସାର 1950 ରାମକୃଷ୍ଣ ନନ୍ଦ ସମ୍ପାଦନା କରିଥିଲେ।
ଟୁଆଁ ଟୁଇଁ 1958 ଗୋଦାବରୀଶ ମହାପାତ୍ର। ଫୁଲ ଚାଙ୍ଗୁଡ଼ି 1958 ବିଚିତ୍ରାନନ୍ଦ କର ସମ୍ପାଦନା କରିଥିଲେ। ମନ ପବନ 1962-63 ନନ୍ଦକିଶୋର ମହାପାତ୍ର ଓ ମହେଶ୍ୱର ମହାନ୍ତି ସମ୍ପାଦନା କରିଥିଲେ। କାହ୍ନୁଚରଣ ପଟ୍ଟନାୟକ କିଶୋର ଯେଉଁ ଅଛି ଶିଶୁ ପତ୍ରିକା ତାର ସମ୍ପାଦନା କରିଥିଲେ। ଆ ଜନମ ସର୍ବଶେଷୀ 1972 ବିଶ୍ୱଜିତ ସାହୁ। ଚକାଚକା ଭଉଁରୀ ପ୍ରକାଶିତ ସମୟ ହେଉଛି 1977 ସମ୍ପାଦନା ରାହସ ରାୟ। ବାଘ ମାମୁଁ 1977 ଶଶିଭୂଷଣ ରଥ। କୁଆଁତାରା 1978 ରମେଶ ସ୍ୱାଇଁ। ସରଗ ଫୁଲ 1981 ସୁଶୀଲ କୁମାର ମିଶ୍ର। ଝୁମୁକା 1958 ମାନସ ରଞ୍ଜନ ସାମଲ। ରୂପାଜନ 1985 ଝୁମୁକା ମାନସ ରଞ୍ଜନ ସାମଲ। ରୂପାଜନ 1985 ମହେନ୍ଦ୍ର ସାମଲ। ଗୁଣ୍ଡିଚି ମୂଷା 1987 ଗଣେଶ୍ୱର ସ୍ୱାଇଁ। ବଗବଗୁଲି 1991 ରମେଶ ବେହେରା। ଓଡ଼ିଆ ଶିଶୁ ସାହିତ୍ୟର ସ୍ୱରୂପ ପ୍ରକାରଭେଦ ଏହା ହିଁ ଆମେ ଆଲୋଚନା କଲେ। ତୁମେମାନେ ବିଶେଷ ଭାବରେ ଏ ସମ୍ପର୍କରେ ତଥ୍ୟ ପାଇଥିବ। ତାପରେ ବିଶେଷ ଦ୍ରଷ୍ଟବ୍ୟ ଏଇଟା ଟିକେ ମନେ ରଖିବ, ଶିଶୁମାନଙ୍କ ପାଇଁ ରଚିତ ସାହିତ୍ୟକୁ ଶିଶୁ ସାହିତ୍ୟ କୁହାଯାଏ। ଶିଶୁମାନେ ଯେଉଁ ସାହିତ୍ୟ ସୃଷ୍ଟି କରିଥାନ୍ତି ତାହା ଶିଶୁ ଲେଖା ବା ଶିଶୁ ରଚିତ ସାହିତ୍ୟ କୁହାଯାଏ। ଶିଶୁମାନେ ଯେଉଁ ସାହିତ୍ୟ ସୃଷ୍ଟି କରିଥାନ୍ତି ତାହା ଶିଶୁ ଲେଖା ବା ଶିଶୁ ରଚିତ ସାହିତ୍ୟ। ଶିଶୁମାନଙ୍କ ପାଇଁ ବଡ଼ମାନେ ଯେଉଁ ସାହିତ୍ୟ ରଚିତ କରିଥାନ୍ତି ତାହା ହିଁ ଶିଶୁ ସାହିତ୍ୟ। ଶିଶୁ ସାହିତ୍ୟରେ ଶିଶୁ ନିଜ ପରିବେଶରେ ଦେଖୁଥିବା ପଶୁ ପକ୍ଷୀ କୀଟ ପତଙ୍ଗ ଆଦି, ମାନବେତର ଚରିତ୍ର, ସୂର୍ଯ୍ୟଚନ୍ଦ୍ର ତାରା ଗ୍ରହ ନକ୍ଷତ୍ର, ଷଡ଼ ଋତୁ, ସକାଳ ସନ୍ଧ୍ୟା ଦ୍ୱିପ୍ରହର ପାହାନ୍ତା ପ୍ରହର ଆଦିର ପ୍ରାକୃତିକ ସୌନ୍ଦର୍ଯ୍ୟ, ଏହା ସହିତ ଶିଶୁର ରାଗ ରୁଷା, ହସ କାନ୍ଦ, କ୍ରୋଧ, ସ୍ୱପ୍ନ, ଈର୍ଷା, କଳ୍ପନା, ଆଶା, ଆକାଂକ୍ଷା ଆଦିର ସୁନ୍ଦର ସଫଳ ଭାବରେ ପ୍ରକାଶ ପାଇଥାଏ ଶିଶୁ ସାହିତ୍ୟରେ। ଶିଶୁ ସାହିତ୍ୟ ପୂର୍ବରୁ ପିଲାଙ୍କ ସାହିତ୍ୟ, ବାଳ ସାହିତ୍ୟ, କଳିକା ସାହିତ୍ୟ ନାମରେ ପରିଚିତ ଥିଲା। ଶିଶୁ ସାହିତ୍ୟ ପୂର୍ବରୁ କେଉଁ ନାମରେ ପରିଚିତ ଥିଲା କ୍ୱେଶ୍ଚନ୍ ଆସିପାରେ। କିନ୍ତୁ 1977 ମସିହାରେ ବିଶ୍ୱବିଦ୍ୟାଳୟ ସ୍ତରର ଗବେଷଣା କରାଯାଇ ଓଡ଼ିଆ ଶିଶୁ ସାହିତ୍ୟ ପରି ଭାଷାଟିକୁ ପ୍ରଥମେ ସ୍ୱୀକୃତି ପ୍ରଦାନ କରାଗଲା। ଓଡ଼ିଆ ଶିଶୁ ସାହିତ୍ୟ ଲିଖିତ ଶିଶୁ ସାହିତ୍ୟରେ ପରିଣତ ହେବା ପୂର୍ବରୁ ପ୍ରଥମେ ଲୋକ ସାହିତ୍ୟ ମଧ୍ୟରେ ମିଶିକରି ରହିଥିଲା। ଶିଶୁ ସାହିତ୍ୟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ, ମୌଖିକ ଶିଶୁ ସାହିତ୍ୟ, ଲିଖିତ ଶିଶୁ ସାହିତ୍ୟ। 1972 ମସିହା ବେଳକୁ ଓଡ଼ିଆ ଶିଶୁ ସାହିତ୍ୟର ବିକାଶର ଜୟଯାତ୍ରା ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଥାଏ। 1909ରେ ରେବାରାୟଙ୍କ ସମ୍ପାଦନାରେ ପ୍ରଥମ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା ପ୍ରଭାତ ପ୍ରକାଶ ଲାଭ କରିଥିଲା। 1974 ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆ ଶିଶୁ ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ପୁରସ୍କାର ଦେବାର ଶୁଭାରମ୍ଭ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କ ପତ୍ରିକାର 2ଟି ସଂଖ୍ୟାକୁ ଶିଶୁ ସାହିତ୍ୟ ବିଶେଷାଙ୍କ ରୂପେ ପ୍ରକାଶ କରାଯାଇଛି। ସେହି 2ଟି ବିଶେଷାଙ୍କର ସମୟ ହେଉଛି କୋଣାର୍କ 98 ସଂଖ୍ୟା ଅକ୍ଟୋବର 1995, କୋଣାର୍କ 126ତମ ସଂଖ୍ୟା ଅକ୍ଟୋବର 2002। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମୁଖ୍ୟପତ୍ର ରଙ୍ଗଭୂମିର 8ମ ସଂଖ୍ୟାକୁ ଶିଶୁ ନାଟକ ବିଶେଷାଙ୍କ 1996 ରୂପେ ପ୍ରକାଶ କରାଯାଇଛି। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧକୁ ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗ ବୋଲି ଅଭିହିତ କରାଯାଏ। କ୍ୱେଶ୍ଚନ୍ ଆସିପାରେ ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗକୁ କେଉଁ ସମୟକୁ ଅଭିହିତ କରାଯାଏ? ତାର ଉତ୍ତର ହେବ ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧ, ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ। ମୋରାଭିଆନ୍ ଲେଖକ କୋମେନିୟସଙ୍କ ଦ୍ୱାରା ରଚିତ ଆରବିସ୍ ଫିକ୍ସ 1658ରେ ପ୍ରକାଶ ଲାଭ କରିଥିଲା। ଏହି ପୁସ୍ତକଟି ଶିଶୁ ସାହିତ୍ୟର ପୃଥିବୀର ପ୍ରଥମ ଚିତ୍ରିତ ପୁସ୍ତକ। ଶିଶୁମାନଙ୍କ ଅତିପ୍ରିୟ ଶିଶୁ ଗୀତ ମେଘ ବରସିଲା ଟୁପୁରୁ ଟୁପୁରୁ, କେଶୁର ମାଇଲା ଗଜା, କେଉଁ ରାଇଜରୁ ଆଇଲେ ମୋ ରାଜା, ତେଲିଙ୍ଗି ବାଇତ ବଜା, ଆ ଜନମ ସରଗ ଶଶୀ, ଟୁକୁ ମୁସିଲ ଟୁକୁ ମୁସି, ତୁ ଥା ମୁଁ ଯାଉଛି ରୁଷି, ଚକା ଚକା ଭରି। ଶିଶୁ ଗୀତର ଉଦାହରଣ ଦିଅ, ଏକ୍ଜାମରେ ଆସେ ମୁଖ୍ୟତଃ 2ଟି ଶିଶୁ ଗୀତର ଉଦାହରଣ ଦିଅ। ଆଉ এইগুଡ଼ାକ ଆସେ ଚକା ଚକା ଭଉଁରୀ କିଏ ଲେଖିଥିଲେ? ରାମକୃଷ୍ଣ ନନ୍ଦ। ହାତୀ ନେ ଘୋଡ଼ା ନେ, ହାତୀ ନେ ଘୋଡ଼ା ନେ, ମୋ ପେଙ୍କାଳି ବଜେଇ ଦେ, ରାମକୃଷ୍ଣ ନନ୍ଦ। ନାନାବାୟା ଗୀତ ନନ୍ଦକିଶୋର ବଳ, ଡାହାଣିଆ ଖରା ନନ୍ଦକିଶୋର ବଳ, ଦୁଃଖୀଧନ ନୀଳମଣିରେ ବୈଷ୍ଣବ ପାଣି, ଦୁଃଖୀଧନ ନୀଳମଣିରେ ମା ବୋଲି କିଏ ଡାକିବ ମୋତେ, ଗୋରୁ ଘେନି ଫେରି ଆସିଲା ବେଳକୁ କାହା ପାଇଁ ଜଗି ବସିବି ପଥେ।
ପିଲା ଓ ଚଢ଼େଇ ନୀଳକଣ୍ଠ ଦାସ, କାଳିଜାଇ ଗୋଦାବରୀଶ ମିଶ୍ର, ଚକ୍ରଧର ମହାପାତ୍ର, ଆରେ ମୋ ଗୁଡ଼ି। ତେବେ ତୁମ ପାଇଁ କ୍ୱେଶ୍ଚନ୍ ହେଉଛି ନାନାବାୟା ଗୀତ କିଏ ଲେଖିଥିଲେ, କେତେ ମସିହାରେ ଲେଖିଥିଲେ, ଆଉ ନାନାବାୟା ଗୀତ କାହାକୁ କୁହାଯାଏ? ତୁମେମାନେ କମେଣ୍ଟ ମାଧ୍ୟମରେ ଜଣାଇବ। ଆଶା କରୁଛି ଆଜିର ଭିଡ଼ିଓ ଭଲ ଲାଗିଥିବ। ଆଜି ପାଇଁ ଏତିକି।